ଯାଦବ ସମାଜର ନୂଆଖାଇ ଭେଟଘାଟ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତରେ ଦେଣ୍ଡୁଗୁଡ଼ା ଗ୍ରାମରେ ଆଜି ଯାଦବ ସମାଜ ଆନୁକୂଲ୍ୟରେ ବହୁତ ଆଡମ୍ବରରେ ନୂଆଖାଇ ଭେଟଘାଟ ପାଳନ କରାଯାଇଛି। ଏଥିରେ ଯାଦବ ସମାଜର ଭାଇ ଓ ଭଉଣୀମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରି ଶିକ୍ଷା, ସାହିତ୍ୟ, କଳା, ସଂସ୍କୃତି, ସଂହତି କ୍ଷେତ୍ରରେ ଜାଗରଣ ସୃଷ୍ଟି ପାଇଁ ପ୍ରୟାସ କରାଯାଇଥିଲା। ଏଣୁ ଏହି ବୀର ଓ ଜାତିର ମହମିଲାନ ପର୍ବରେ ବହୁତ ଦୂରଦୂରାନ୍ତରୁ ଯାଦବ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ, ମୁଖ୍ୟ ବକ୍ତା ଭାବରେ ବୁର୍ଲା ସମ୍ବଲପୁର ମହା ଉପପ୍ରବନ୍ଧକ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ଖଣ୍ଡା, ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ସମ୍ମାନିତ ଅତିଥି ପୂର୍ବତନ ନଗରପାଳ ପୌର ପରିଷଦ ବଲାଙ୍ଗୀର ଶ୍ରୀମତୀ ଦମୟନ୍ତୀ ବାଗ, ଶ୍ରୀଯୁକ୍ତ ସକିତ ରତେ, କୀର୍ତ୍ତନ ନାୟକ, ସାଧାରଣ ସମ୍ପାଦକ ଉତ୍କଳ ଯାଦବ ମହାସଭାର ଶ୍ରୀଯୁକ୍ତ ନୃପରାଜ ଯାଦବ, ଜିଲ୍ଲା ଯାଦବ ସମାଜର ସଭାପତି ଓ ମାଧବ ଲେହଜାଲ, ଶ୍ରୀଯୁକ୍ତ ଅରୁପା ନାୟକ ଅବସରପ୍ରାପ୍ତ ଅଧ୍ୟାପକ, ଶ୍ରୀଯୁକ୍ତ ନରେନ୍ଦ୍ର ବାଗ ଉପସଭାପତି, ଜିଲ୍ଲା ଯାଦବ ମହାସଭା କଳାହାଣ୍ଡି, ଶ୍ରୀଯୁକ୍ତ ସଞ୍ଜୟ ଧଙ୍ଗଡ଼ା ମାଝୀ, ସାଧାରଣ ସମ୍ପାଦକ କଳାହାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ତ୍ରିପୁର ନାୟକ ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ। ନୂଆଖାଇ ଭେଟଘାଟରେ ଯାଦବ ସମାଜର ଯୁବପିଢ଼ି କିଭଳି ଭାବରେ ଅଗ୍ରଗତି ହେବେ ସେ ବିଷୟରେ ସମସ୍ତଙ୍କୁ ଉପଦେଶ ଦେଇଥିଲେ। ତତ୍ ସହିତ ସନ୍ଧ୍ୟାରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ଓ ବ୍ଲକ ଗାଁର କୁନି କୁନି ପିଲାମାନେ ନୃତ୍ୟ ପରିବେଷଣ କରିଥିଲେ। ଏହି ସଭାରେ ଶ୍ରୀଯୁକ୍ତ କମ୍ଭୁପାଣି ବାଗ ଓ ତାଙ୍କ ସାଥୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ। କଳାହାଣ୍ଡିରୁ ପ୍ରଭୁରଞ୍ଜନ ସାମଲଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ।